हेलो फ्रेंड्स। आज आम गजपति डायनेस्टी पढ़ा और पढ़ा पूर्व आम गोटे करेक्शन करवा करिजेंडम जमी गवर्नमेंट जदि किसी भूलभाल नोटिफिकेशन आस जाए ताल गोटे करिजेंडम इश्यू कराए से करिजेंडम रे लिखा जाए जे एटा भूल हो जाता इट मे बी करेक्टेड लाइक दिस। तो ये करा जाए तो से मुझे करिजेंडम लिखी। तो लास्ट क्लास रे मु कहि देइथिली जे इंपेरियल गंगा डायनेस्टी को अदरवाइज सूर्यवंशी डायनेस्टी कुआ जाए। एक्चुअली सेटा मु भूल रे कहिथिली। एक्चुअली गजपति डायनेस्टी को सूर्यवंशी डायनेस्टी कुआ जाए। तो नोट्स रे एबे हमें करेक्शन कर देबा। प्लीज गो टू द नोट्स जे भी जोठी लिखिछो एटा करेक्शन कर दियो। आई अपोलोजाइज फॉर दिस मिस्टेक। तो आम एबे स्टार्ट करवा गजपति डायनेस्टी जहाँ को सूर्यवंशी डायनेस्टी बोली कुहा जाए। आमे लास्ट क्लास रे पढ़ी थिले जे अप टू 1435 एडी को माने रूल करथिले या पूर्व इंपेरियल गंगा डायनेस्टी। तो तांकर लास्ट रूलर थिले भानुदेव। कुहा जाए जे भानुदेव से तांकर माने अडॉप्टेड ही अडॉप्टेड काहाकू तांको भितर कौन से युद्ध ही नथिला पावर टेक ओवर करिया पे कपिलेंद्र देव को से कौन करथिले ना अडॉप्टेड करथिले एडॉप्ट करथिले। आउ केबे 1435 रे तापर तांको पावर टा से तांको डेलिवरेट करथिले। तो 14 कपिलेंद्र देव वाज ए वेरी एफिशिएंट रूलर। से कौन करथिले ना 1447 रे अज्यूम्ड गौड़ देश हला गौड़ देश ହେଲା ଗୌଡ଼ ଦେଶ କାହାକୁ କୁହାଯାଏ ସେଇ ୱେଷ୍ଟ ବେଙ୍ଗଲ ସାଇଡରେ କିଛି ଗୋଟେ ଏରିଆକୁ ଗୌଡ଼ ଦେଶ କୁହାଯାଏ। ସେଥିପାଇଁ ତାଙ୍କୁ ଉପାଧି ମିଳିଥିଲା ଗୌଡ଼େଶ୍ୱର। ପୁରୁଣା ଷ୍ଟୋରିଜ वगैरह କି ଯଦି ଦେଖିଥିବ ଛୋଟ ଛୋଟ ଯେତେବେଳେ ମୁଁ ଛୋଟ ଥିଲି ମୋର ମନେ ଅଛି ଛୋଟ ଛୋଟ ଟିଭିରେ ସବୁ ନ୍ୟାସନାଲରେ ଆସେ ଓଡ଼ିଆରେ ସେ ନବକୋଟି କର୍ଣ୍ଣାଟକ କଳ ବର୍ଗେଶ୍ୱର ଗୌଡ଼େଶ୍ୱର ଏଇ ସବୁ ଉପାଧି ଦେଇକି କପିଳେନ୍ଦ୍ର ଦେବଙ୍କର ନାଁଟାକୁ ଉଚ୍ଚାରଣ କରାଯାଏ। ତେବେ ମୁଁ ଜାଣିବାକୁ ପାଉଛି ଯେ ଯେହେତୁ ସେ ଗୌଡ଼ ଦେଶକୁ ବିଜୟ କରିଥିଲେ ସେଥିପାଇଁ ତାଙ୍କୁ ଗୌଡ଼େଶ୍ୱର ଉପାଧିଟା ମିଳିଥିଲା। ତାପରେ 1447 ରେ ସେ ସେଇଟା ଜୟ କରିଥିଲେ। ତାପରେ ଆସିଲା ରାଜମୁଣ୍ଡ୍ରି ସେ ଜୟ କରିଥିଲେ। ଗୋଟେ ରାଜମୁଣ୍ଡ୍ରି ଗୋଟେ ଏଗେନ୍ ସାଉଥ ଇଣ୍ଡିଆ ରାଜମୁଣ୍ଡ୍ରି। ତ ସେ କଣ କରିଥିଲେ ନା ବାଇ ଡିଫିଟିଂ କାହାକୁ ରେଡ୍ଡିଜ ମାନଙ୍କୁ। ସେତେବେଳେ ରେଡ୍ଡି ମାନେ ସେଠି ରାଜୁତି କରୁଥିଲେ ରେଡ୍ଡିଜ। ଏ ଯୋଉ ଏବେକାର ଆମେ ଦେଖୁଛେ ରେଡ୍ଡି ଟାଇଟେଲର ସବୁ ସାଉଥ ଇଣ୍ଡିଆରେ ଅଛନ୍ତି ସେମାନେ ହିଁ ତାଙ୍କରି ହିଁ ବଂଶଧର ଧୀରେ ଧୀରେ। ଏଇଟା ବହୁତ ପୁରୁଣା କଥା ଯେହେତୁ ନୁହେଁ ଅଲମୋଷ୍ଟ ମାନେ 400-500 ବର୍ଷ ତଳର କଥା। ତ वी कैन सी नाउ ऑल्सो। ଆଉ ଗୋଟେ କଣ ରାଜମୁଣ୍ଡ୍ରି ଏରିଆ ତାପରେ ହଉଛି କୋଣ୍ଡା ଭିଡୁ ଏରିଆ ଏଗୁଡାକୁ ସେ ଏଇଟା କୋଉଠି ନିୟର ଗୁଣ୍ଟୁର ଏଗେନ୍ ଇନ୍ ଆନ୍ଧ୍ରପ୍ରଦେଶ ହେଲା। ଏଗୁଡାକୁ ସବୁ କରିଥିଲେ କୁହାଯାଏ। ତାପରେ ପ୍ଲସ୍ ସେମାନେ ମୁଁ ଯେମିତି କହୁଥିଲି ଗୌଡେଶ୍ୱର କୁହାଯାଇଥିଲା କାରଣ ସେମାନେ ଗୌଡ ଦେଶ ଜୟ କରିଥିଲେ। ପ୍ଲସ୍ କଳ ବର୍ଗେଶ୍ୱର କୁହାଯାଉଥିଲା ପଚାରିଦବ ଗୌଡେଶ୍ୱର କଳ ବର୍ଗେଶ୍ୱର ଟାଇଟଲ ଇଜ गिवन टू और टाइटल ऑफ व्हिच एम्परर किंबा व्हिच डायनेस्टी ए सब गुड़ाक मन रखिथिबो। कଳ ବର୍ଗେଶ୍ୱର ଟାଇଟେଲ କାହାକୁ ମିଳିଥିଲା ସେମିତି କଳିଙ୍ଗାଧିପତି ତ୍ରିକଳିଙ୍ଗାଧିପତି କୋଉଟା ଇମ୍ପେରିଆଲ ଗଙ୍ଗ ଡାଇନାଷ୍ଟି ବାଲାଙ୍କୁ ମିଳିଥିଲା କଳ ବର୍ଗେଶ୍ୱର ଗୌଡେଶ୍ୱର ଏଟା ହଉଛି ସୂର୍ଯ୍ୟବଂଶୀ ବା ଗଜପତି ଡାଇନାଷ୍ଟି ବାଲାଙ୍କୁ କପିଳେନ୍ଦ୍ର ଦେବକୁ ମିଳିଥିଲା। ତ କଳ ବର୍ଗେଶ୍ୱର ଟାଇଟେଲଟା ତାଙ୍କୁ ମିଳିଥିଲା ଅନ୍ ଅନ୍ ଅକ୍ୟୁପାଇଂ କଣ ବିଦାର ରିଜିଅନ ଅଫ ବିଦାର ରିଜିଅନ ଟା କାହା ଅଣ୍ଡରରେ ଆସୁଥିଲା ବାହାମନି କିଙ୍ଗଡମ ବିଜୟନଗର ବାହାମନି କଥା ଆମେ ଆଗକୁ ପଢିବା। ତ ମୁଁ ଗୋଟେ କହିବାକୁ ଚାହୁଁଛି ଯେ ବିଜୟନଗର ସହିତ ବିଜୟନଗର ବାହାମନି ଆଟ୍ ଏ ଟାଇମ ଦିଟା ଡାଇନାଷ୍ଟି ଥିଲା ଯୋଉକି ସାଉଥ ଇଣ୍ଡିଆରେ ପାୱାରଫୁଲ ଥିଲା। ତ ବାହାମନି କିଙ୍ଗଡମକୁ ଏମାନେ ଅକ୍ୟୁପାଇ କରିଥିଲେ। ବଟ ବିଜୟନଗର ଯୋଉ କୃଷ୍ଣଦେବରାୟ ଯେତେବେଳେ କେଡିଆର ସେତେବେଳେ ଥିଲେ ହି ୱାଜ ଭେରି ପାୱାରଫୁଲ। ତ
ସେଇଟାକୁ ସେ ଅକ୍ୟୁପାଏ କରିପାରିନଥିଲେ। ତ କେଡିଆର୍ କୃଷ୍ଣଦେବରାୟଙ୍କ ସହିତ ସେମାନଙ୍କର ମ୍ୟାରିଟାଲ ଆଲାଏନ୍ସେସ୍ ଥିଲା। ରାଜା-ରାଜାମାନେ କଣ କରୁଥିଲେ ନା, ଯୋଉ ଦେଶକୁ ଜୟ କରୁନଥିଲେ ସେଠି ନିଜର ବାହାଘର କରୁଥିଲେ କିମ୍ବା ସେଠିକାର ଝିଅକୁ ମ୍ୟାରେଜ କରୁଥିଲେ, ତାକି ତାଙ୍କ ତାଙ୍କ ଭିତରେ ଗୋଟେ ରିଲେସନସିପ ବିଲ୍ଟ ହେଇକି ଥାଉ ଆଉ ସେମାନେ ପ୍ରୋଟେକ୍ଟେଡ ଥାଆନ୍ତୁ, ଇଏ ତାଙ୍କୁ ପରସ୍ପର ଉପରେ ଆଟାକ ନ କରନ୍ତୁ। ସେଥିପାଇଁ ମ୍ୟାରିଟାଲ ଆଲାଏନ୍ସ କୁହାଯାଏ। ତ ବିଦାର ରେଞ୍ଜ ବାହାମନିକୁ ସେମାନେ ଅକ୍ୟୁପାଏ କରିଥିଲେ। ବଟ୍ କେଡିଆର୍ କୃଷ୍ଣଦେବରାୟ ଯୋଉ ଥିଲେ ସେ ବହୁତ ପାୱାରଫୁଲ ଥିଲେ। ସେପଟ ଏରିଆକୁ ଏମାନେ ଯେହେତୁ ଜୟ କରିପାରୁନଥିଲେ, ତାଙ୍କ ସହିତ ୟାଙ୍କର ମ୍ୟାରିଟାଲ ଆଲାଏନ୍ସେସ୍ ଥିଲା। ଓକେ, ସେତେବେଳେ ଓଡିଶାର ଟେରିଟୋରି ଏକ୍ସପାଣ୍ଡ ଥିଲା କୋଉଠୁ କୋଉ ଯାକେ? ଦ ଟେରିଟୋରି ଅଫ ଗଜପତି ଡାଇନାଷ୍ଟି। ଗଜପତି କାହିଁକି କୁହାଯାଉଥିଲା? ଗଜ ମାନେ ହାତୀ। ଯେହେତୁ ତାଙ୍କର ସେନାବାହିନୀରେ ବହୁତ ସାରା ହାତୀ ଥିଲେ, ସେଥିପାଇଁ ତାକୁ ଗଜପତି ଡାଇନାଷ୍ଟି କୁହାଯାଏ। ଏଥିରୁ ମନେ ପକେଇବା, ଇମ୍ପେରିଆଲ ଗଙ୍ଗ ଡାଇନାଷ୍ଟିର ବି ଜଣେ ରାଜା ଥିଲେ ଯାହାଙ୍କ ପାଖରେ ବହୁତ ସାରା ହାତୀ ଥିଲା, ସେଥିପାଇଁ ତାଙ୍କୁ ବି ଗଜପତି ଟାଇଟଲ ମିଳିଥିଲା। ସେଟା ଆମେ କ୍ରସ୍ ଚେକ୍ କରିକି ଦେଖ, ମନେ ପକାଅ, ରିଭାଇଜ କର ଯେ କଣ ହେଇଥିଲା ବୋଲି। ହେଲା, ଗଜପତି ଟେରିଟୋରି ଅଫ ଗଜପତି ଡାଇନାଷ୍ଟି ଏକ୍ସଟେଣ୍ଡେଡ ଫ୍ରମ କୋଉଠୁ? ଗଙ୍ଗା ଟୁ କାବେରୀ ରିଭର। ଗଙ୍ଗାରୁ କାବେରୀ ରିଭର ପର୍ଯ୍ୟନ୍ତ ତାଙ୍କର ଟେରିଟୋରିଟା ଏକ୍ସଟେଣ୍ଡେଡ ହେଇକି ଥିଲା। ହେଲା, ଗଙ୍ଗା ଟୁ କାବେରୀ ରିଭର ପର୍ଯ୍ୟନ୍ତ ଏକ୍ସଟେଣ୍ଡେଡ ହେଇକି ଥିଲା। ଗଲା, ଏଇଠି ଆମେ ଦେଖିବା, ସେଇଟା ତ ଠିକ ଅଛି, ସେମାନଙ୍କର ରାଜ୍ୟ ଜୟ ସେମିତି ବିଶେଷ କିଛି ନଥିଲା। ଅଲରେଡି ସେଟା ଏକ୍ସଟେଣ୍ଡେଡ ହେଇକି ଥିଲା, ଯେହେତୁ ଇମ୍ପେରିଆଲ ଗଙ୍ଗ ମାନେ ଅଲରେଡି ସେଟା ଏକ୍ସଟେଣ୍ଡେଡ କରିଥିଲେ, ସେଟାକୁ ସେମାନେ କ୍ୟାରି ଓଭର କଲେ ଆଉ ପ୍ରୋଟେକ୍ଟେଡ କରିକି ରଖିଲେ। ଏଇ ସମୟରେ କିନ୍ତୁ ଗୋଟେ ବହୁତ ରିଭଲ୍ୟୁସନାରୀ ଜିନିଷ ଆସିଥିଲା, ଗୋଟେ କୁହାଯାଏ କଲଚରାଲ ରିଭଲ୍ୟୁସନ। କଲଚରାଲ ରିଭଲ୍ୟୁସନ ଇନ ଦ ରିଜିୟନ। ହେଲା ହେଲା, ତ ଏଇ ଟାଇମରେ କଣ ହେଇଥିଲା ନା, ବହୁତ ସାରା ମାନେ ନ୍ୟୁ ଥିଙ୍କର ଆସିଲେ, ଆଉ ଲିଟରେଚରରେ ବହୁତ ସାରା ଚେଞ୍ଜେସ୍ ଆସିଲା। ବହୁତ ସାରା ବହି ଲେଖା ହେଇଥିଲା, ରିଜନାଲ ଲାଙ୍ଗୁଏଜରେ ଲେଖା ହେଇଥିଲା। ତ ସେଥିପାଇଁ ଗୋଟେ କଲଚରାଲ ରିଭଲ୍ୟୁସନ ଆସିଲା, ଗୋଟେ ଚେଞ୍ଜ ଆସିଲା। ତ ଲୋକମାନଙ୍କର ଲାଇଫଷ୍ଟାଇଲ ପ୍ୟାଟର୍ନ, ବିଲିଫ, ନିଜକୁ ଆଇଡେଣ୍ଟିଫାଏ କରିବା, ସବୁର ଗୋଟେ ପରିବର୍ତ୍ତନ ଦେଖାଯାଇଥିଲା। ତ ସେଥିପାଇଁ କି ଗଜପତି ଡାଇନାଷ୍ଟି ବହୁତ ଇମ୍ପୋର୍ଟାଣ୍ଟ in terms of how the identity of Odisha evolved within the period from ancient to modern age। ହେଲା, ଯେତେବେଳେ ଆମେ ସେଗୁଡା ପଢିବା ପରେ ଦେଖିବା। କିନ୍ତୁ ବର୍ତ୍ତମାନ ଦେଖିବାକୁ ଗଲେ ଲିଟରେଚର, କଣ କଣ ଲିଟରେଚର ଇମ୍ପୋର୍ଟାଣ୍ଟ ଥିଲା ଆମେ ଦେଖିବା। ଫାଷ୍ଟ କପିଳେନ୍ଦ୍ର ଦେବଙ୍କର ଲିଟରେଚର କଣ କଣ ଥିଲା। ପେନଟା ଠିକ ସେ ଚାଲୁନି। ଲିଟରେଚର ହେଲା, କଣ କଣ ଥିଲା? ପର୍ଶୁରାମ ବିଜୟ, ରିଟେନ୍ ବାय, କିଏ ଲେଖିଥିଲେ? ନିଜେ, କପିଳେନ୍ଦ୍ର ଦେବ। ସେ ସଂସ୍କୃତ, ଓଡ଼ିଆ, ତେଲୁଗୁ, ବଙ୍ଗାଳୀ ସବୁ ଭାଷାରେ ପାରଙ୍ଗମ ଥିଲେ, ଆଉ ସେ ସବୁ ଭାଷା ବି ଜାଣିପାରୁଥିଲେ। ତ ସେଥିପାଇଁ ସିଏ ସେଇଟା ଲେଖିଥିଲେ। ଆଉ କଣ ଲେଖିଥିଲେ? 2 ନମ୍ବରରେ ନୃସିଂହ ବାଜପେୟୀ ଲେଖିଥିଲେ କଣ? ଏଇଟା ଅଥର୍ସ ନେମ୍ ଲେଖିଦଉଛି, କିଏ? ନୃସିଂହ ବାଜପେୟୀ। ବାଜପେୟୀ wrote କଣ? 2 ବୁକ୍ସ। ଗୋଟେ ହେଲା ସଂକ୍ଷେପ ଶାରୀରିକ ବର୍ତ୍ତିକା, ଓଡ଼ିଆରେ ଲେଖିଦଉଛି, ସଂକ୍ଷେପ ଶାରୀରିକ ବର୍ତ୍ତିକା। ହେଲା, 2 ନମ୍ବର 2 ନମ୍ବର ଅପସନ ହଉଛି
କାଶୀ ମୀମାଂସା ହେଲା ଗଲା। ତାପରେ 3 ନମ୍ବରରେ ହଉଛନ୍ତି କିଏ କିଏ ସାରଳା ଦାସ। ଆମେ ଜାଣିଛେ ସାରଳା ଦାସ, ସାରଳା ଭାଗବତ ସବୁଠି ପଢା ହଉଛି ସାରଳା ଦାସ। ସେ କଣ ଲେଖିଥିଲେ? ବିଲଙ୍କା ରାମାୟଣ। ଆଉ ଗୋଟେ ହଉଛି କଣ? ଚଣ୍ଡୀ ପୁରାଣ। ସାରଳା ମହାଭାରତ ବି ଲେଖିଥିଲେ। ସାରଳା ମହାଭାରତ। ଆଚ୍ଛା, ଏଇ ଯୋଉ ସାରଳା ମହାଭାରତ ଲେଖିଥିଲେ ସେଇଟା କଣ ନା, ମହାଭାରତ ଆମେ ଜାଣିଛେ କୁରୁକ୍ଷେତ୍ର ହେଇଥିଲା, ଯୁଦ୍ଧ ହେଇଥିଲା, ଇଏ ହେଇଥିଲା, ସେ ହେଇଥିଲା। କିନ୍ତୁ ଯେତେବେଳେ ସାରଳା ମହାଭାରତ ଲେଖିଲେ ସେଇଟା ଗୋଟେ ମାନେ ଓଡିଶାର ଜୋଗ୍ରାଫିକାଲ ଲୋକେସନ, ସେଠିକାର ଲୋକମାନଙ୍କର ଚାଲିଚଳନି, ସେ ଏଇଗୁଡାକର ଟଚ୍ ଦେଇକି ସେ ଷ୍ଟୋରିଟାକୁ ଲେଖିଲେ। ତ ସେଥିପାଇଁ କି ସେଇଟା ଟିକେ ବେଶୀ ଟଚି ହେଲା, ଲୋକମାନେ ରିଲେଟ କରିପାରିଲେ ଆଉ ସେଇଟା ବୁଝିପାରିଲେ। ତ ସେଥିପାଇଁ କି ତାକୁ କୁହାଯାଏ ସାରଳା ଯୁଗ ବୋଲି ମଧ୍ୟ କୁହାଯାଏ। ସାରଳା ଯୁଗ। ସାରଳା ଯୁଗ କେବେଠୁ ଷ୍ଟାର୍ଟ ହେଇଥିଲା? କପିଳେନ୍ଦ୍ର ଦେବଙ୍କ ସମୟରୁ। ଆର୍କିଟେକ୍ଚର କଣ ହେଇଥିଲା କପିଳେନ୍ଦ୍ର ଦେବଙ୍କ ଟାଇମରେ? ସ୍ପେସିଆଲି ଟେମ୍ପଲ ଅଫ କପିଳେଶ୍ୱର। କୋଉଠି? ଟେମ୍ପଲ ଅଫ କପିଳେଶ୍ୱର କୋଉଠି ହେଇଥିଲା? ଭୁବନେଶ୍ୱରରେ ହେଲା। ତାପରେ ହି ମେଡ୍ ଆଉଟର ୱାଲ ଅଫ ଜଗନ୍ନାଥ ଟେମ୍ପଲ। ଇମ୍ପେରିଆଲ ଗଙ୍ଗବାଲା ବନେଇକି ଗଲେ। ଇଏ କଣ କଲେ ନା ତାର ଆଉଟର ୱାଲ ଟା ବନେଇଲେ। ବାଇ କଣ? କପିଳେନ୍ଦ୍ର ଦେବ। ତାପରେ ଆଉ ଗୋଟେ ହେଲା ଗୋକର୍ଣ୍ଣେଶ୍ୱର ଟେମ୍ପଲ। ଗୋକର୍ଣ୍ଣେଶ୍ୱର ଶିବ ଟେମ୍ପଲ ହେଲା। ଏଟା କୋଉଠି ହେଇଥିଲା? ମେଦିନାପୁର। ମେଦିନାପୁର କୋଉଠି? ୱେଷ୍ଟବେଙ୍ଗଲ। ଆମେ ଜାଣିଛେ ଏବେକାର ୱେଷ୍ଟବେଙ୍ଗଲରେ ସେଟା ଅଛି। ଆଉ ଗୋଟେ ହେଲା ମଲ୍ଲିକାର୍ଜୁନ ଟେମ୍ପଲ ହେଲା। ଶିବ ଟେମ୍ପଲ, ମଲ୍ଲିକାର୍ଜୁନ ଶିବ ଟେମ୍ପଲ, ଏଇଗୁଡା ସବୁ ତାଙ୍କ ଟାଇମରେ ହେଇଥିଲା। ତାପରେ ନେକ୍ସଟ ଇମ୍ପୋର୍ଟାଣ୍ଟ ରୁଲର କିଏ ଆସିଲେ? ନେକ୍ସଟ ଇମ୍ପୋର୍ଟାଣ୍ଟ ରୁଲର କିଏ ଆସିଲେ? ପୁରୁଷୋତ୍ତମ ଦେବ। ଓକେ, ସେ ଜଣେ ଇମ୍ପୋର୍ଟାଣ୍ଟ ରୁଲର ଆସିଲେ। ସେ କଣ କରିଥିଲେ? ଟେରିଟୋରିକୁ ସେଇ ରାଜମୁଣ୍ଡ୍ରି, କୁଣ୍ଡାବିଡୁ ତାକୁ ସବୁ ଇଏ କରିଥିଲେ। ତାଙ୍କର ଗୋଟେ ଇମ୍ପୋର୍ଟାଣ୍ଟ ରିଲେସନସିପ ଥିଲା। ଗୋଟେ ଆମର ଓଡିଶାର ଇତିହାସରେ ଗୋଟେ ଇମ୍ପୋର୍ଟାଣ୍ଟ ଇଭେଣ୍ଟ ହେଲା କାଞ୍ଚି କାବେରୀ ଯାତ୍ରା। କୁହାଯାଏ ଯେ କାଞ୍ଚି କାବେରୀ ଯାତ୍ରା ବେଳେ ଜଗନ୍ନାଥ ବଳଭଦ୍ର ନିଜେ ଯାଇକି ରାଜାଙ୍କ ତରଫରୁ ଯୁଦ୍ଧ କରିଥିଲେ। କଣ ହେଇଥିଲା ନା, ସେ କାହା ଏଗେନଷ୍ଟରେ ଯୁଦ୍ଧ କରିଥିଲେ? ସାଲୁଭ ନରସିଂହ। ସେତେବେଳେ ସାଉଥରେ ସାଲୁଭ, ତୁଲୁଭ, ବାହାମନି, ବିଜୟନଗର, ଏଇଗୁଡା ସବୁ ଡାଇନାଷ୍ଟି ଥିଲା। ସାଲୁଭ ଡାଇନାଷ୍ଟି ଗୋଟେ ଥିଲା। ସାଲୁଭ ଡାଇନାଷ୍ଟି, ତାର ରାଜା ଥିଲେ କିଏ? ନରସିଂହ। ସାଲୁବ ନରସିଂହ ଥିଲେ ତାଙ୍କ ରାଜା। ତାଙ୍କର ଝିଅ ଥିଲେ ହିଜ ଡଟର କିଏ? ରାଣୀ ପଦ୍ମାବତୀ ହେଲା। ଯାହାକୁ କିଏ? ଆମର ପୁରୁଷୋତ୍ତମ ଦେବ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ସାଲୁବ ନରସିଂହ ପ୍ରଥମେ ରାଜି ଥିଲେ। ତାପରେ ସେ ଥରେ ଓଡିଶା ଭିଜିଟ କଲେ। ଆଉ ଯେତେବେଳେ ଦେଖିଲେ ଜଗନ୍ନାଥ ମନ୍ଦିର ଆଗରେ, ଯୋଉ ଆମ ରଥଯାତ୍ରା ଟାଇମରେ, କାର୍ଟ ଫେଷ୍ଟିଭାଲ ଆଗେ ଟାଇମରେ ଆମର ରାଜା ଯିଏ ସେ ଛେରା ପହଁରା କରୁଛନ୍ତି, ସେ କହିଲେ ଯେ ମୋ ଝିଅକୁ ମୁଁ ଗୋଟେ ଚଣ୍ଡାଳ ସହିତ ବିବାହ କରେଇବି ନାହିଁ। ତ ଏଥିପାଇଁ କି ବାଧ୍ୟ ହେଇକି କଣ କଲେ ନା,
ବିବାହ କରିବି ନାହିଁ ତ ତାଙ୍କୁ ଇନସଲ୍ଟ ହେଲା ତ ସେଥିପାଇଁ କି ଆମର ପୁରୁଷୋତ୍ତମ ଦେବ ଯାଇଥିଲେ ଯୁଦ୍ଧ କରିବା ପାଇଁ କି ସାଲୁବ ନରସିଂହ ଆଉ ତାଙ୍କୁ ଡିଫିଟ୍ ବି କରିଥିଲେ ଆଉ ପଦ୍ମାବତୀକୁ ଜୟ କରି ଆଣିଥିଲେ ଆଉ ତାଙ୍କ ବାପାଙ୍କୁ ବୁଦ୍ଧି ଶିଖେଇବା ପାଇଁ ପଦ୍ମାବତୀଙ୍କର ସତରେ ଗୋଟେ ଚଣ୍ଡାଳ ସହିତ ବିବାହ କରିଥିଲେ ତାପରେ ତାପରେ ସେ ନିଜେ ତାଙ୍କୁ ବିବାହ କରିଥିଲେ ତ ଏଇଟା ହେଇଥିଲା ଇଭେଣ୍ଟ ଦ୍ୟାଟ୍ ଇଜ ନଟ୍ ଇମ୍ପୋର୍ଟାଣ୍ଟ ଫର ଆର ପଏଣ୍ଟ ଅଫ ଭ୍ୟୁ କିନ୍ତୁ ଆମେ ଗୋଟେ ଜିନିଷ ଦେଖିବା ସାଲୁ ଓ ନରସିଂହ ହେଲା ତାଙ୍କର କାଞ୍ଚି କାବେରୀ ଯାତ୍ରା ଯୋଉ କରିଥିଲେ କାଞ୍ଚି କାବେରୀ ଯୋଉ ଏକ୍ସପେଡିସନ ହେଇଥିଲା ସେଠି ସେ ସାଲୁବ ନରସିଂହଙ୍କ ସହିତ ତାଙ୍କର ଯୁଦ୍ଧ ହେଇଥିଲା ଦ୍ୟାଟ୍ସ ୱାଇ ପୁରୁଷୋତ୍ତମ ଦେବ ଇଜ ଇମ୍ପୋର୍ଟାଣ୍ଟ ହେଲା ତାପରେ ତୃତୀୟ ଇମ୍ପୋର୍ଟାଣ୍ଟ ରୁଲର ହଉଛନ୍ତି ପ୍ରତାପ ରୁଦ୍ର ଦେବ ପ୍ରତାପ ରୁଦ୍ର ଦେବ ହେଲା ଯିଏକି 1497 ରୁ 1540 ପର୍ଯ୍ୟନ୍ତ ରାଜୁତି କରିଥିଲେ ବେଶୀ କିଛି ଇମ୍ପୋର୍ଟାଣ୍ଟ ନାହିଁ ୟାଙ୍କର ମ୍ୟାରିଟାଲ ଆଲାଏନ୍ସେସ୍ ଥିଲା କୃଷ୍ଣଦେବରାୟ ସହିତ ସେ କୁଲି କୁତବ ଶାହାକୁ ହରେଇଥିଲେ କଣ ପାଇଁ କି ଗୋଲକୋଣ୍ଡାରେ ଯୋଉମାନେ ରାଜୁତି କରୁଥିଲେ ସେମାନେ ଯେତେବେଳେ ଆଟାକ୍ କଲେ ସେ କୁଲି କୁତବ ଶାହାକୁ ସେ ହରେଇଥିଲେ ଦ୍ୟାଟ୍ ଇଜ ନଟ୍ ଇମ୍ପୋର୍ଟାଣ୍ଟ ତମମାନେ କହୁଛ ବହୁତ ହି ଏକ୍ସଟେନ୍ସିଭଲି ମାନେ କଭର କରିବା ପାଇଁ ସେଥି ମୁଁ କହୁଛି ବଟ୍ ଦ୍ୟାଟ୍ ଇଜ ନଟ୍ ଭେରି ଇମ୍ପୋର୍ଟାଣ୍ଟ ବଟ୍ ଏତିକି ମନେ ରଖ ପ୍ରତାପ ରୁଦ୍ରଦେବ 1497 ରୁ 1540 ପର୍ଯ୍ୟନ୍ତ ରୁଲ କରିଥିଲେ ଏଠି ଆମେ ଆସିବା ତାପରେ ଆଡମିନିଷ୍ଟ୍ରେସନ ଗଜପତି ଡାଇନାଷ୍ଟି ଟାଇମରେ ଆଡମିନିଷ୍ଟ୍ରେସନଟା କେମିତି ଥିଲା ହେଲା ତ ଆମେ ଦେଖୁଛେ ଅଲମୋଷ୍ଟ ଏଇଟା ଯଦି ଆମେ ଇଣ୍ଡିଆର ମ୍ୟାପ ନବା ଯଦି ଏଇ ଏରିଆଟା ଆମେ କହୁଛେ ଗଙ୍ଗାରୁ କାବେରୀ ଓକେ ଏତିକି ଏରିଆରେ ସେମାନେ ରୁଲ କରୁଥିଲେ ଯଦି ରୁଲ କରୁଥିଲେ ତାଙ୍କ କ୍ୟାପିଟାଲଟା ଥିଲା କୋଉଠି କଟକ ପାଟନା କଟକ ପାଟନା ଓକେ ତାପରେ ତାର ଦ୍ୱିତୀୟ କ୍ୟାପିଟାଲ ଯୋଉ କହନ୍ତି ସେକେଣ୍ଡ ସିଟାଡେଲ ଦୁର୍ଗ ଯୋଉ କହୁଛେ ସିଟାଡେଲ କଣ ଥିଲା ଏଟା କୃତିବାସ ପାଟନା କୃତିବାସ ପାଟନା ଯୋଉଟାକୁ ଆମେ ଏବେ କଣ କହୁଛେ ମଡର୍ନ ବିବିଏସଆର ହେଲା ଏଇଟା ହଉଛି ତାଙ୍କର ରେନେସିର ଏକ୍ସଟେନସନ ଏଠି ହେଲା କଣ ଗଙ୍ଗା ଏଠି ହେଲା କାବେରୀ ଗଲେ ତାପରେ ହେଲା ସେମାନେ ସିଏ ତାଙ୍କର ପ୍ରୋଭିନ୍ସକୁ କଣ କହୁଥିଲେ ପ୍ରୋଭିନ୍ସ was named as କଣ କହୁଥିଲେ ତାକୁ ଦଣ୍ଡପାଟ और ରାଜ୍ୟ ତାକୁ ଯିଏ ହେଡ କରୁଥିଲେ ହେଡେଡ ବାय ପରୀକ୍ଷା ତାଙ୍କୁ କୁହାଯାଇଥିଲା ତାପରେ ଦଣ୍ଡପାଟଟାକୁ ଡିଭାଇଡ କରିଥିଲେ ସିଏ ଡିଫରେଣ୍ଟ ସୀମାରେ ସୀମା was again divided into ସ୍ଥଳ और ମୁଠା ବି କୁହାଯାଉଥିଲା ଓକେ ତାପରେ that was divided into ଗ୍ରାମ ହେଲା ତ ଏଇ ଟାଇମରେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଏବେ ଆମେ ଯୋଉ ଲ୍ୟାଣ୍ଡ ମେଜରମେଣ୍ଟରେ ଦେଖୁଛେ ଲ୍ୟାଣ୍ଡ ମେଜରମେଣ୍ଟରେ ଦେଖୁଛେ କଣ ୟୁନିଟ ବ୍ୟବହାର କରାହଉଛି ହେକ୍ଟର ହଉଛି ଗଭର୍ଣମେଣ୍ଟ ଇଏରେ ମାନେ ଗଭର୍ଣମେଣ୍ଟ ବ୍ୟବସ୍ଥାରେ ବ୍ୟବହାର କରାହଉଛି ହେକ୍ଟର ଯେତେବେଳେ ଇଏରେ କିନ୍ତୁ ଆମର ଲୋକାଲି ଇଭିନ ପଟ୍ଟା ଫଟାରେ ସବୁ ଲେଖା ହଉଛି ପଟ୍ଟା ପାଉତି ଯୋଉ ଆମର କଟା ହଉଛି ସେଥିରେ ଲେଖା ହଉଛି କଣ ଗୁଣ୍ଠ ହେଲା ଗୁଣ୍ଠ ହଉଛି 20 କ୍ୟୁବିଟ୍ସ ହେଲା ଗୁଣ୍ଠ ମାଣ ମାଣ ହଉଛି କଣ କି ଯଦି ଗାଁରେ ଘରେ କଥା ଶୁଣିଥିବ ଜାଣିପାରିବ 25 ଗୁଣ୍ଠକୁ କୁହାଯାଏ ମାଣ ତାପରେ ଆଉ ଗୋଟେ ହେଲା ବାଟି ଯୋଉ କହନ୍ତି ବାଟି ବାଟି ସମ୍ପତ୍ତି ମାନେ ବହୁତ ସାରା 20 ମାଣ ତ ଏଇ ଯୋଉ ଗୁଣ୍ଠ ମାଣ ବାଟି ଏଇ ଯୋଉ ହିସାବଟା ଆସିଲା ଏଇଟା ହଉଛି କୋଉଠୁ ଆସିଥିଲା ଡ୍ୟୁରିଂ ଗଜପତି ଡାଇନାଷ୍ଟି ଲ୍ୟାଣ୍ଡ ମେଜରମେଣ୍ଟର ୟୁନିଟ ସବୁ ଓକେ ତାପରେ ଆଉ ଗୋଟେ ହେଲା କ୍ରାଉନ ଲ୍ୟାଣ୍ଡ ରାଜାଙ୍କର ଜମି ଗୋଟେ ଥାଏ ଓକେ
କ୍ରାଉନ୍ ଲ୍ୟାଣ୍ଡ ରାଜାଙ୍କର ଜମି ଡିଭାଇଡେଡ୍ ଇଣ୍ଟୁ କଣ କଣ କୋଉଥିରେ? ଖଣ୍ଡ। ହେଲା, ମନେ ରଖିବ ଇମ୍ପେରିଆଲ ଗଙ୍ଗ ଟାଇମରେ ଖଣ୍ଡ କାହାକୁ କୁହାଯାଏ? ୟାଙ୍କ ଟାଇମରେ ଖଣ୍ଡ କାହାକୁ କୁହାଯାଏ? ସେଗୁଡା ସବୁ ଟିକେ ଅର ବିସି ହେଲା, ବିସି ହେଲା। ବିସି କୁ ଯିଏ ହେଡ କରୁଥିଲା, ତାର ଯିଏ ବୁଝାରଖା କରୁଥିଲା, ତାର ନାଁ ତାକୁ ଉପାଧି ଦିଆଗଲା ବିଶୋଇ। ଆମ ଏବେକା ଟାଇମରେ ଯୋଉମାନେ ଦେଖିବୁ ବିଶୋଇ ଟାଇଟଲ ହେଇଥିବେ, ସେମାନେ ପ୍ରାୟତଃ କହିବାକୁ ଗଲେ ସେଇ ଟାଇମରୁ ସେ ଟାଇଟଲଟାକୁ ତାଙ୍କୁ ସେ ଉପାଧି ମିଳିଥିଲା, ଆଉ ସେଇଟା କ୍ରମାଗତ ଭାବରେ ତାଙ୍କ ପୂର୍ବପୁରୁଷ ମାନେ ସେ ଟାଇଟଲଟାକୁ ବିୟର କରିଛନ୍ତି। ହେଲା, ଖଣ୍ଡରୁ ହେଲା, ଖଣ୍ଡର ଯିଏ ଦେଖାରେଖା କରନ୍ତି ତାକୁ କହନ୍ତି ଖଣ୍ଡପତି। ହେଲା, ଏଇଗୁଡା ସରିଲା। ତାପରେ ରେଭେନ୍ୟୁ। ରେଭେନ୍ୟୁ କଲେକ୍ଟର ଇନ ଭିଲେଜ, ତାକୁ କୁହାଯାଏ କଣ? ପ୍ରଧାନ ଅର ଭୋଇ। ହେଲା, ତାପରେ ହେଲା ସାଉଥରେ କଣ କୁହାଯାଏ? ରେଭେନ୍ୟୁ କଲେକ୍ଟର ଇନ ଭିଲେଜ। ଯଦି ସାଉଥ ଇଣ୍ଡିଆରେ ଓଡିଶାରେ ପ୍ରଧାନ ଭୋଇ ଏଇ ଟାଇଟଲ ଲୋକ ଦେଖାଯାନ୍ତି, ସାଉଥରେ କୁହାଯାଏ ତାଙ୍କୁ କଣ? ନାୟକ ଅର ନାଇଡୁ। ଏବେ ବି ଏଇ ଟାଇଟଲ ଲୋକମାନେ ଆଭେଲେବୁଲ ଅଛନ୍ତି ସେଇ ଏରିଆରେ। ଗଲା। ତାପରେ ଏଇ ଟାଇମରେ ଆଉ ଗୋଟେ ଜିନିଷ ଥିଲା, ଶ୍ରୀକରଣ। ଶ୍ରୀକରଣ କଣ? ଦେ ଆର୍ ରାଇଟର୍ସ ଅର ଆକାଉଣ୍ଟସ୍। ଯୋଉ ଆମେ କରଣ ଗୋଟେ କାଷ୍ଟ ବୋଲି କହୁଛେ, ସେ ଶ୍ରୀକରଣ। ରାଇଟର୍ସ ଅର ଆକାଉଣ୍ଟାଣ୍ଟସ୍। ହେଲା, ତାପରେ ବୁଢା ଲେଙ୍କା କାହାକୁ କୁହାଯାଏ? ଚିଫ ପ୍ରିଷ୍ଟ ଅଫ ଟେମ୍ପଲ ଜଗନ୍ନାଥ। ହେଲା, ଏଇଗୁଡା ହଉଛି କିଛି କିଛି ଇମ୍ପୋର୍ଟାଣ୍ଟ ଉପାଧି ଯୋଉଗୁଡାକ ଦରକାର ଥିଲା। ସନ୍ଧି ବିଗ୍ରହକ, ମିନିଷ୍ଟର ଅଫ ୱାର ଆଣ୍ଡ ପିସ୍, ଯେହେତୁ ସନ୍ଧି ବିଗ୍ରହକ ମାନେ କୂଟନୀତିଜ୍ଞ, ଯୋଉମାନେ ସନ୍ଧି କରନ୍ତି, ତ ସେଥିପାଇଁ ୱାର ଆଉ ପିସ୍ ମାନେ ଇଣ୍ଟରନ୍ୟାସନାଲ ରିଲେସନକୁ ମ୍ୟାନେଜ କରିବା ପାଇଁ ମିନିଷ୍ଟର ଅଫ ୱାର ଆଣ୍ଡ ପିସ୍ ଇମ୍ପୋର୍ଟାଣ୍ଟ ନାହିଁ। ସେନା ନରେନ୍ଦ୍ର, ଚିଫ ଅଫ ଆର୍ମି, ଆର୍ମିର ଯୋଉମାନେ ଚିଫ ଥିଲେ ତାଙ୍କୁ ସେନା ନରେନ୍ଦ୍ର ଉପାଧି ଦିଆଯାଇଥିଲା। ତ ବାହିନୀପତି, କୋଠଗଡ, ଏଇଗୁଡା ସବୁ ଗୋଟେ ଗୋଟେ। ଅମାତ୍ୟ ହଉଛନ୍ତି ମିନିଷ୍ଟର, ମନ୍ତ୍ରୀ ଶ୍ରେଣୀ ଶିରୋମଣି, ଏଟା ହେଡ ଅଫ ଦ ମିନିଷ୍ଟର, ପ୍ରାଇମ, ଏଇଭଳିଆ ଜିନିଷ ଗୁଡା ସବୁ ଥିଲା। ହେଲା, ଏତେ ଇମ୍ପୋର୍ଟାଣ୍ଟ ନୁହେଁ। ଆମର ଯୋଉଗୁଡାକ ଛୋଟ ଛୋଟ ଜିନିଷ ଗୁଡା ଲାଗୁଛି ଯେ ଏକ୍ସାମ ରେ ପଚାରି ପାରିବ ବୋଲି, ସେଗୁଡାକ ମୁଁ ଦେଇଛି। ହେଲା, ତାପରେ ଆଉ ଗୋଟେ ଜିନିଷ ଥିଲା, ତାଙ୍କର ଯୋଉ ଆର୍ମି ଥିଲା, ତାଙ୍କ ଆର୍ମିର ତିନିଟା ପ୍ରକାର ଇଏ ଥିଲା। ଗୋଟେ ହେଲା ପଢିକରଣ, ତାପରେ ଗୋଟେ ଇତିକାର, ଆଉ ଗୋଟେ ହେଲା ଧନୁକାର। ଧନୁକାର ମାନେ ଆର୍ଚର, ଆଉ ଲାନ୍ସର ଯୋଉମାନେ ଭାଲା ୟୁଜ କରନ୍ତି, ଆଉ ଗୋଟେ ହେଲା ସୁଅର୍ଡ ମ୍ୟାନ ଯୋଉମାନେ କି ଖଣ୍ଡା ୟୁଜ କରନ୍ତି। ତାଙ୍କ ଆର୍ମିରେ ତିନିଟା ଅଲଗା ଅଲଗା, ମାନେ ଯୋଉମାନେ ସ୍କିଲ୍ଡ ପର୍ସନ ଥିଲେ ସେମାନଙ୍କୁ ପଢିକରଜ, ଇତିକାର ଆଣ୍ଡ ଧାନୁକି ବୋଲି କୁହାଯାଏ। କଣ? ଆର୍ମିରେ ତିନି ଜଣ ଥିଲେ। ଗୋଟେ ହେଲା ପଢିକାର, ଦୁଇ ନମ୍ବର ହଉଛି ଲାନ୍ସର, ତିନି ହଉଛି ଧନୁକି। ଏ ଲାନ୍ସର ମାନେ ଏଟା ହଉଛି ଇତିକାର, ଇତିକାର। ଧନୁକି ହଉଛି କଣ? ଆର୍ଚର। ପଢିକାର ହଉଛି ସୁଅର୍ଡ ମ୍ୟାନ। ମାନେ ସ୍କିଲ୍ଡ ଗ୍ରୁପ ଗୁଡା ଥିଲେ ତାଙ୍କ ଆର୍ମିରେ, ଯୋଉମାନେ କି ସେଗୁଡା ସେଇଥିରେ ବେଶୀ ପ୍ରମ୍ପ୍ଟ ଥିଲେ ଆଉ ସେଟାକୁ ୟୁଜ କରୁଥିଲେ। ଗଲା, ଏଇଟା ହଉଛି ତାଙ୍କର ଗଭର୍ଣ୍ଣାନ୍ସ ବିଷୟରେ ହାଲକା ଟିକେ ଦେଖିଦେଲେ। ତାପରେ ଆମେ ଯିବା କଣ କଣ ବନା ହେଇଥିଲା ଆର୍କିଟେକ୍ଚର। ସେଟା ଆମେ ସୋଲି କପିଳେନ୍ଦ୍ର ଦେବଙ୍କର ଦେଖିଥିଲେ। ଏଠି ଦେଖିବା କଣ ଆଉ କଣ କଣ ବନା ହେଇଥିଲା। ଗୋଟେ ପାପନାଶିନୀ ଟ୍ୟାଙ୍କ, ପାପନାଶିନୀ ଟ୍ୟାଙ୍କ।
କୋଉଠି? ନିୟର ଲିଙ୍ଗରାଜ ଟେମ୍ପଲ ହେଲା। ଲିଙ୍ଗରାଜ ଟେମ୍ପଲ ପାଖରେ ପାପନାଶିନୀ ଟ୍ୟାଙ୍କ ଥିଲା, ବନା ହେଇଥିଲା, ଯୋଉଟା କି ତାଙ୍କ ଟାଇମରେ ବନା ହେଇଥିଲା। ତାପରେ ଆଉ ଗୋଟେ ହେଲା ସୁନ୍ଦର ମାଧବ ଟେମ୍ପଲ ବାଏ ପୁରୁଷୋତ୍ତମ ଦେବ। ପୁରୁଷୋତ୍ତମ ଦେବ କଣ ବନେଇଥିଲେ? ସୁନ୍ଦର ମାଧବ ଟେମ୍ପଲ। ତାପରେ ଆଉ ଗୋଟେ ହେଲା କାଞ୍ଚି କାବେରୀ ଏକ୍ସପେଡିସନ story carved in the walls of ଜଗନ୍ନାଥ ଟେମ୍ପଲ। ଜଗନ୍ନାଥ ଟେମ୍ପଲର କାନ୍ଥରେ ଏଇ ଷ୍ଟୋରିଟାକୁ ଲିପିବଦ୍ଧ ବା ଲେଖା ହେଇଥିଲା ଡ୍ୟୁରିଂ ପୁରୁଷୋତ୍ତମ ଦେବ ହେଲା। ତାପରେ ଆସିଲା ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ଇମ୍ପୋର୍ଟାଣ୍ଟ ବୁକ୍ସ ଆଣ୍ଡ ଅଥର ହେଲା। ଏଇଗୁଡା ମନେ ରଖିବ, ବହୁତ ଇମ୍ପୋର୍ଟାଣ୍ଟ, ବହୁତ ଇମ୍ପୋର୍ଟାଣ୍ଟ। ମୁଁ ଏଗେନ୍ କହୁଛି, ଷ୍ଟାର ମାର୍କ ଦେଇଦବା ହେଲା। ତ ସେ ଟାଇମରେ ଯେତେ ସବୁ ଲେଖା ହେଇଥିଲା, ଏଠି ହେଲା ବୁକ୍ସ, ଏଇଠି ହେଲା author, ହେଲା। ନମ୍ବର 1 ଆସିଲା କମେଣ୍ଟ୍ରି ଅନ୍, এটা ସଂସ୍କୃତରେ ଲେଖା ହେଇଥିଲା, କମେଣ୍ଟ୍ରି ଅନ୍ ପୂର୍ବ ମୀମାଂସା ଆଣ୍ଡ ଉତ୍ତର ମୀମାଂସା। କମେଣ୍ଟ୍ରି ମାନେ କଣ? ସେ ପୂର୍ବ ମୀମାଂସା ଆଉ ଉତ୍ତର ମୀମାଂସା ଲେଖା ହେଇଥିଲା, ସେଥିରୁ ଏମାନେ ଆଉ ଗୋଟେ ବାହାର କଲେ, ଯେମିତି ବେଦରୁ ପୁରାଣ ଲେଖା ହେଇଥିଲା, ଏମାନେ ଆଉ ଗୋଟେ ତାକୁ ଆଉ ଟିକେ ମାନେ କ୍ଲିୟର କରିକି, ଯୋଉ କମ୍ପ୍ଲିକେଟେଡ ଥିଲା, ଲୋକ ବୁଝା ପଡୁନଥିଲା, ତାକୁ ଇଏ କରିକି ଆଉ ଟିକେ ସିମ୍ପଲ କରିକି ସିମ୍ପଲ ଭାଷାରେ ଲେଖା ଯାଇଥିଲା ହେଲା। କମେଣ୍ଟ୍ରି ଅନ୍ ପୂର୍ବ ମୀମାଂସା ଆଉ ଉତ୍ତର ମୀମାଂସା କିଏ ଲେଖିଥିଲେ? ନାରାୟଣ ମିଶ୍ର। ନାରାୟଣ ମିଶ୍ର। ତାପରେ ଦ୍ୱିତୀୟ, ଆଚ୍ଛା, ଏଠି ପୁରୁଷୋତ୍ତମ ଦେବ ବହୁତ କିଛି ଲେଖିଥିଲେ, ଏଠି ଲେଖି ଦଉଛେ ଅଭିନବ ହେଲା ଗୀତ ଗୋବିନ୍ଦ composed by ପୁରୁଷୋତ୍ତମ ଦେବ। ଇମ୍ପୋର୍ଟାଣ୍ଟ, ଭେରି ଭେରି ଇମ୍ପୋର୍ଟାଣ୍ଟ, ମନେ ରଖିବ। ଏଠି କେତେଟା ଅଛି? ଷ୍ଟେଟମେଣ୍ଟ ପଚାରିଦବ, କାଳେ ପଚାରିବ ନାହିଁ, ଫେର ବି ଜାଣିଥିବା ଦରକାର। এটা ଚାଲୁନି, ଆରେ ପେନ୍ ଟା ଚାଲୁନି। এটা 800 ଶ୍ଲୋକସ୍, 800 ଶ୍ଲୋକସ୍ ହେଲା। ତାପରେ ସେ ଆଉ କଣ ଲେଖିଥିଲେ? ଡ୍ରାମା। ଏଟା ଗୋଟେ ପୋଏଟ ଲେଖିଥିଲେ। ତାପରେ ଡ୍ରାମା କଣ କଣ ଲେଖିଥିଲେ? କିଏ? ସେମ୍ ପୁରୁଷୋତ୍ତମ ଦେବ କଣ କଣ ଲେଖିଥିଲେ? ଆନନ୍ଦ ବିଳାସ, ଆନନ୍ଦ ବିଳାସ, ଏ ଡ୍ରାମାଟା ଲେଖିଥିଲେ କିଏ? ପୁରୁଷୋତ୍ତମ ଦେବ। ଆନନ୍ଦ ବିଳାସ, ଆଉ ଗୋଟେ ହେଲା କଣ? ଜାନକୀ ପ୍ରମୋଦ। ନା ଗୁଡା ମନେ ରଖିବ। ଉଭାଲୟ ସ୍ୱଚରିତ୍ରମ୍, ଉଭାଲୟ ସ୍ୱଚରିତମ୍, ଏଗୁଡା ସବୁ ଲେଖିଥିଲେ କିଏ? ତାପରେ ଆଉ ଗୋଟେ ଆସିଲା ମୁକ୍ତି ଚିନ୍ତାମଣି,
ତାପରେ ଆସିଲା ଦଶାଗ୍ରୀବ ବଧ, ହେଲା ଦୁର୍ଗୋତ୍ସବ। ଆଇ ହାଭ୍ ଏକ୍ସଟେନ୍ସିଭଲି କଭର୍ଡ ବୁକ୍ ଗୁଡାକ ମନେ ରଖିବ ଯଦି ପସିବଲ, କିନ୍ତୁ ମୁଁ ଯୋଉଗୁଡାକ ଇମ୍ପୋର୍ଟାଣ୍ଟ କହୁଛି ସେଗୁଡାକ ମନେ ରଖିବ। ଯେମିତି ଅଭିନବ ଗୀତ ଗୋବିନ୍ଦ ଇମ୍ପୋର୍ଟାଣ୍ଟ, ଏଗୁଡା ଇମ୍ପୋର୍ଟାଣ୍ଟ। ଆନନ୍ଦ ବିଜୟ ଯୋଉଟାକୁ ପୁରୁଷୋତ୍ତମ ଦେବ ନିଜେ ଲେଖିଥିଲେ, ମୁକ୍ତି ଚିନ୍ତାମଣି ଇମ୍ପୋର୍ଟାଣ୍ଟ, ହେଲା। ତାପରେ ଏଗୁଡା ସବୁ ମନେ ରଖିବ, ଯୋଉଟା ଟିକ୍ ମାରୁଛି ଅଲଗା ଗୁଡା ବି ଆଖି ପକେଇକି ଯିବ, ହେଲା। ତାପରେ ଏଟା ହଉଛି ପୁରୁଷୋତ୍ତମ ଦେବ ଗଲେ। ତାପରେ ଆଉ ଗୋଟେ ହେଲା ସାହିତ୍ୟ କଳ୍ପବଳି, କଳ୍ପବଳି ବାଏ ଅନନ୍ତ ଗୁରୁ। ସେ ଲେଖିଥିଲେ କଣ? ସାହିତ୍ୟ କଳ୍ପବଳି। ସାହିତ୍ୟ, sometimes it is very difficult to pronounce, that's why I am writing in Odia, ହେଲା। ତାପରେ ପୁରୁଷୋତ୍ତମ ଦେବ ଗଲେ, ତାପରେ ଆସିଲେ ପ୍ରତାପ ରୁଦ୍ର ଦେବ। ସେ କଣ ଲେଖିଛନ୍ତି? ପ୍ରତାପ ରୁଦ୍ର ଦେବ ରୋଟ୍, କଣ ଲେଖିଛନ୍ତି? ସରସ୍ୱତୀ ବିଳାସମ୍। ଆଉ ଗୋଟେ ହେଲା କୌତୁକ ଚିନ୍ତାମଣି। ଏଇଠି କନଫ୍ୟୁଜ ହବନି। ପୁରୁଷୋତ୍ତମ ଦେବ ଲେଖିଲେ ମୁକ୍ତି ଚିନ୍ତାମଣି, ପ୍ରତାପ ରୁଦ୍ର ଦେବ ଲେଖିଲେ କୌତୁକ ଚିନ୍ତାମଣି। ଆଗକୁ ଆମେ ଗୋଟେ ପଢିବା, ମହିମା ଧର୍ମରେ ଆସିଲା ସ୍ତୁତି ଚିନ୍ତାମଣି। ସ୍ତୁତି ଚିନ୍ତାମଣି କିଏ ଲେଖିଥିଲେ? ଭୀମ ଭୋଇ, ହେଲା। ମୁକ୍ତି ଚିନ୍ତାମଣି, କୌତୁକ ଚିନ୍ତାମଣି, ସ୍ତୁତି ଚିନ୍ତାମଣି। ସ୍ତୁତି ଚିନ୍ତାମଣି ସେପଟେ ମହିମା ଧର୍ମରେ ଆଗକୁ ପଢିବା, କିନ୍ତୁ ମୁକ୍ତି ଚିନ୍ତାମଣି, କୌତୁକ ଚିନ୍ତାମଣି। ମୁକ୍ତି ଲେଖିଲେ କିଏ? ପୁରୁଷୋତ୍ତମ ଦେବ। କୌତୁକ ଚିନ୍ତାମଣି ଲେଖିଲେ ପ୍ରତାପ ରୁଦ୍ର ଦେବ ଚିନ୍ତାମଣି। ଓକେ, ତାପରେ ହলো ନିର୍ଣ୍ଣୟ ସଂଗ୍ରହ। ନିର୍ଣ୍ଣୟ ସଂଗ୍ରହ ବହୁତ ସାରା ବୁକ୍ ଏଇ ଟାଇମରେ ଲେଖା ହେଇଥିଲା, ସେଥିପାଇଁ ତାକୁ ସାରଳା ଯୁଗ କୁହାଯାଏ, ଯୋଉଟା କି କୁହାଯାଏ ଓଡିଆ ଯୁଗର ଆରମ୍ଭ ହେଇଥିଲା କହିବାକୁ ଗଲେ। ପଞ୍ଚସଖାଙ୍କର ଆବିର୍ଭାବ ଏଇ ଟାଇମରେ ହେଇଥିଲା, ଦ୍ୟାଟ୍ସ ଇଟ୍ ଇଜ ଅଲସୋ ଭେରି ଇମ୍ପୋର୍ଟାଣ୍ଟ। ଆଉ ହେଲା କମେଣ୍ଟ୍ରି ଅନ୍ ଅଦ୍ୱୈତ ମାର୍କଣ୍ଡ। ଅଦ୍ୱୈତ ମାର୍କଣ୍ଡ କିଏ ଲେଖିଥିଲେ? କିଏ କରିଥିଲେ ଏଇଟା? ସାର୍ବଭୌମ। ସାର୍ବଭୌମ ସେ ଅଦ୍ୱୈତ ମାର୍କଣ୍ଡ ଉପରେ କମେଣ୍ଟ୍ରି ଲେଖିଥିଲେ। ତାପରେ ଆସିଲା ଆଉ ଜଣେ ଅଥର, ଲୋଲା ଲକ୍ଷ୍ମୀଧର। ଲୋଲା ଲକ୍ଷ୍ମୀଧର ପଣ୍ଡିତ ରୋଟ୍ କଣ? ଯୋଗ ଦୀପିକା। ଯୋଗ ଦୀପିକା। ସେକେଣ୍ଡରେ ହେଲା ସୌନ୍ଦର୍ଯ୍ୟ, ଯଦି ଆମେ ସୌନ୍ଦର୍ଯ୍ୟ ଲହରୀ ବ୍ୟାଖ୍ୟା, ହେଲା। କଣ? ସୌନ୍ଦର୍ଯ୍ୟ ଲହରୀ ବ୍ୟାଖ୍ୟା, ହେଲା। ମାଇ ଓଡିଆ ହ୍ୟାଣ୍ଡରାଇଟିଂ ଇଜ ନଟ୍ ଭେରି ଗୁଡ୍ ଏଟ୍ ଅଲ୍। ତାପରେ ଆସିଲା ଏଇ ଦିଟା ବୁକ୍ ସେ ଲେଖିଥିଲେ, କିଏ? ଲୋଲା ଲକ୍ଷ୍ମୀଧର ପଣ୍ଡିତ, ହେଲା। ତିନିଟା ବୁକ୍ ଲେଖିଲେ, ଯୋଗ ଦୀପିକା, ସୌନ୍ଦର୍ଯ୍ୟ। ଇମ୍ପୋର୍ଟାଣ୍ଟ ବୁକ୍, ଆଉ ଲେଖିଥାଇ ପାରନ୍ତି, ବଟ୍ ଏଇ ତିନିଟା ଇମ୍ପୋର୍ଟାଣ୍ଟ ବୁକ୍ ସେ ଲେଖିଥିଲେ। ତାପରେ ଆସିଲା ଏଇଟା ଇମ୍ପୋର୍ଟାଣ୍ଟ, ମନେ ରଖିବ।
ପ୍ରଜାପତି ହରଣ ନାଟକ। ଆଉ ଗୋଟେ ହେଲା ରାସ ମଞ୍ଜରୀ। ରୋଟ୍ ବାଏ କିଏ? ଦିବାକର। ହେଲା, ଅଥର କିଏ? ଦିବାକର, ଯିଏକି ଲେଖିଥିଲେ କଣ? ପ୍ରଜାପତି ହରଣ ନାଟକ। ଆଉ ଗୋଟେ ହେଲା ରାସ ମଞ୍ଜରୀ। ତାପରେ ନମ୍ବର 8 ରେ ଆସିଲା ଭକ୍ତି ଭାଗବତ। ଭକ୍ତି ଭାଗବତ ରୋଟ୍ ବାଏ କିଏ ଲେଖିଥିଲେ? ଜୀବଦେବ। ଓକେ, ଦେନ୍ ତାପରେ ଆଉ ଜଣେ ଅଥର ଥିଲେ ରାମାନନ୍ଦ ରାୟ। ରାମାନନ୍ଦ ରାୟ wrote ଜଗନ୍ନାଥ ବଲ୍ଲଭ ନାଟକ। ହେଲା, 10 ନମ୍ବର ହେଲା ବେଙ୍ଗଲୀରେ ଦିଟା ପରମାନନ୍ଦ ଜଣେ ଥିଲେ। ପରମାନନ୍ଦ wrote 2 books। କଣ କଣ? ଚୈତନ୍ୟ ଚରିତା ମୃତ। 2 ନମ୍ବର ହଉଛି ଚୈତନ୍ୟ ଚନ୍ଦ୍ରୋଦୟ। ହେଲା, ତ ଏଇଟା କଣ? ଚୈତନ୍ୟ ଯେହେତୁ ସେ ୱେଷ୍ଟ ବେଙ୍ଗଲର ଥିଲେ, ଚୈତନ୍ୟ କଣ ୱେଷ୍ଟ ବେଙ୍ଗଲରୁ ଭକ୍ତି ଧର୍ମର ଇଏ ଥିଲେ, ତ ସିଏ ଆସିକି ଜଗନ୍ନାଥ ମନ୍ଦିର, ଆମେ ଜାଣିଛେ ଚୈତନ୍ୟ ଆସିଲେ ଜଗନ୍ନାଥ ଟେମ୍ପଲ ଭିତରକୁ ଗଲେ, ଆଉ ତାପରେ ତାକୁ କେହି ଦେଖି ନାହାନ୍ତି, ସେ ମନ୍ଦିର ଭିତରୁ ବାହାରି ନାହାନ୍ତି, ସେ ସେଇଠି କୁଆଡେ ହଜିଗଲେ, ତାଙ୍କର କୌଣସି ଆଉ କେହି ଅତାପତା ପାଇନାହାନ୍ତି। ତ ସିଏ ଭକ୍ତି ଧର୍ମର ଜଣେ ସେଣ୍ଟ ଥିଲେ, ସାଧୁ ଥିଲେ, ତାଙ୍କ ଦ୍ୱାରା ହିଁ ଅନୁପ୍ରାଣିତ ହୋଇକି ଓଡିଶାରେ କଣ ପଞ୍ଚସଖା ଆସିଲେ। ବଜାଜ ଯୋଉ ଆମର ହେଲେ, ପଞ୍ଚସଖା ଯୁଗ ଆରମ୍ଭ ହେଲା, ଯୋଉଟା କି ଭକ୍ତି ଧର୍ମର ପ୍ରସାର ଆସିଲା, ସୋସିଆଲ ରିଫର୍ମସ ବଗେରା ହେଲା। ତ ଯେହେତୁ ଚୈତନ୍ୟଙ୍କ ଉପରେ ଲେଖା ହେଇଛି, ତ ସେଇଟା ବେଙ୍ଗଲୀ ଭାଷାରେ ଲେଖା ହେଇଥିଲା, ଇନ୍ ବେଙ୍ଗଲୀ। ହେଲା, ବେଙ୍ଗଲୀ ପରମାନନ୍ଦ ଏଇଟା ଲେଖିଥିଲେ। ଆଉ ଗୋଟେ ହେଲା 11 ନମ୍ବରରେ ଜଗମୋହିନୀ। ଜଗମୋହିନୀ କିଏ? ଡଟର ଅଫ ପ୍ରତାପ ରୁଦ୍ର ଦେବ। କଣ ଲେଖିଥିଲେ? ତୁକା ପଞ୍ଚକମ୍। ହେଲା, ଏଇଟା ସିଏ ରଚନା କରିଥିଲେ। ତାପରେ ଆସିବା ଆମେ ଓଡିଆ ଲିଟରେଚରକୁ। ହେଲା, ଏଇଟା ବେଙ୍ଗଲୀ, ତେଲୁଗୁ, ସଂସ୍କୃତ ସବୁ ଅଲଗା ଅଲଗା ଲାଙ୍ଗୁଏଜ ଲେଖା ହେଇଥିଲା। ତମେ ଆସିଲା ଓଡିଆ ଲିଟରେଚର କଥା କହିବା। ଓଡିଆ ଲିଟରେଚର ହେଲା, ଓଡିଆ ଲିଟରେଚରରେ ସବୁଠୁ ଇମ୍ପୋର୍ଟାଣ୍ଟ ଆମେ ଅଲରେଡି ଡିସ୍କସନ କରିଛେ ସାରଳା ମହାଭାରତ, ଚଣ୍ଡୀ ପୁରାଣ, ବିଲଙ୍କା ରାମାୟଣ, ଯୋଉଟା କି ସାରଳା ଦାସ ଲେଖିଥିଲେ। ତାପରେ ଖାଲି ଟିକେ କ୍ଲୁ ଦେଇ ଦଉଛି, ତ ଜାଣିଛ ସାରଳା ଦାସ ଆମେ ଅଲରେଡି ଲେଖି ସାରିଛେ। 2 ନମ୍ବର ଆସିଲା ଚଇନିଙ୍କ ଚକଡା ପୁସ୍ତକ। ଏଟା କିଏ ଲେଖିଥିଲେ? ଫକୀର ଚଇନି। ଫକୀର ଚଇନି। ହେଲା, ଦିସ୍ ଇଜ ବୁକ୍ ନେମ୍, ଦିସ୍ ଇଜ ଅଥର ନେମ୍। ଫକୀର ଚଇନି ଲେଖିଥିଲେ କଣ? ଚଇନିଙ୍କ ଚକଡା ପୁସ୍ତକ। ତାପରେ ଆସିଲା କଳ୍ପ ଲତା ଆଉ ରାମ
ବିବାହ ଏଟା କିଏ ଲେଖିଥିଲେ? ଅର୍ଜୁନ ଦାସ। ଅର୍ଜୁନ ଦାସ ହେଲା। ଏଗେନ୍ ଇମ୍ପୋର୍ଟାଣ୍ଟ, ଏଇଟା ମନେ ରଖିବ। ଶିଶୁ କୁମାର ଦାସ କମ୍ପୋଜ୍ଡ ଉଷା ବିଳାସ। କଣ? ଉଷା। ଉଷା ମାନେ କଣ? ସକାଳ। ବିଳାସ ମାନେ ସକାଳର ଅଭିଳାଷ। ଉଷା ବିଳାସ କିଏ? ଶିଶୁ କୁମାର ଦାସ। ତାପରେ 5 ନମ୍ବର ଆସିଲା ମାର୍କଣ୍ଡ ଦାସ। ମାର୍କଣ୍ଡ ଦାସ ସେ ଲେଖିଥିଲେ କଣ? କେଶବ କୋଇଲି। କେଶବ କୋଇଲି ହେଲା। ମାର୍କଣ୍ଡ ଦାସ ରୋଟ କେଶବ କୋଇଲି। ତାପରେ ଆସିଲା ଦାମୋଦର। ଦାମୋଦର କମ୍ପୋଜ୍ଡ ରସ କୋଇଲି ଚଉତିସା। ଚଉତିସା ଇଜ ଏ ଟାଇପ ଅଫ ପୋଏଟ୍ରି। ସେଟା ଗୋଟେ ଚାରି ଚାରି ଧାଡିରେ ଲେଖା ହୁଏ। ରସ କୋଇଲି ଚଉତିସା ହେଲା। ଦିସ୍ ଇଜ ଏ ୱେ ଅଫ ପ୍ରେଜେଣ୍ଟେସନ ଅଫ ପୋଏଟ୍ରି। ତାପରେ ଏଇ ଟାଇମଟା ଥିଲା 14th ଆଉ 15th ସେଞ୍ଚୁରୀ ଥିଲା ଦ ଟାଇମ ଅଫ ପଞ୍ଚସଖା। ଇଏ ହଉଛନ୍ତି ମିଡିଆଭାଲ ମଧ୍ୟଯୁଗୀୟ ପଞ୍ଚସଖା। ପୁଣି ଆମେ ମଡର୍ଣ୍ଣ ଟାଇମରେ ଦେଖିବା ପଞ୍ଚସଖା ଆସିବେ। ସେ କଣ? ଆଧୁନିକ ପଞ୍ଚସଖା। ତ ଇଏ ହଉଛନ୍ତି ମଧ୍ୟଯୁଗୀୟ ପଞ୍ଚସଖା ହେଲା। କଣ ପାଇଁ କି ପଞ୍ଚସଖା ଏତେ ଇମ୍ପୋର୍ଟାଣ୍ଟ? କାରଣ ସେମାନଙ୍କର ଯୋଉ ଆପ୍ରୋଚ ଥିଲା ସୋସିଆଲ ରିଫର୍ମରେ ବହୁତ ସାରା ହେଲ୍ପ କରିଥିଲେ। ସେମାନେ ସେତେବେଳେ ଯୋଉ ତତ୍କାଳୀନ ଚିନ୍ତାଧାରା ଥିଲା, ଯୋଉ ପୁରୁଣା ଡରମାଣ୍ଟ ବ୍ଲାଇଣ୍ଡ ବିଲିଫ୍ସ ବଗେରା ଥିଲା, ସୋ ସିଏ ତାଙ୍କର ଲେଖା ଆଉ ତାଙ୍କର ସେ ଯୋଉ ଲିଟରେଚର, ତାଙ୍କର ସବୁ ଆକ୍ଟିଭିଟି ଦ୍ଵାରା ଲୋକମାନଙ୍କୁ ଆଉ ସୋସାଇଟିକୁ ବହୁତ ପ୍ରଭାବିତ କରିଥିଲେ। ସେଥିପାଇଁ କି ପଞ୍ଚସଖା ଏଇ ଯୁଗ ବହୁତ ଇମ୍ପୋର୍ଟାଣ୍ଟ, ଯୋଉଟା କି 14th ଆଉ 15th ସେଞ୍ଚୁରୀକୁ ଆସିଥିଲା। ଆଧ୍ୟାତ୍ମିକ ପଏଣ୍ଟ ଅଫ ଭ୍ୟୁରୁ ଜଗନ୍ନାଥ କଲ୍ଟରେ ବି ସେମାନଙ୍କର ବହୁତ ଅଛି। ତ ଏଇଠି ଇମ୍ପୋର୍ଟାଣ୍ଟ ହେଲା ଆମେ 5 ଜଣଙ୍କ ନାଁ ମନେ ରଖିବା, କୋଉମାନେ ପଞ୍ଚସଖା କାହାକୁ କୁହାଯାଏ। ତ ତାର ଗୋଟେ ହଉଛି ବଜାଜ। ବଜାଜ ଫାଇନାନ୍ସ, ବଜାଜ ଫ୍ୟାନ, ବହୁତ ସାରା ଜିନିଷ ଅଛି ହେଲା। ଏଇଠୁ ଆମେ ମନେ ରଖିବା ବଜାଜରେ ହେଲା ବଳରାମ ଦାସ ହେଲା। ଏରେ ହେଲା ଅନନ୍ତ ଦାସ ହେଲା। ଜେରେ ହେଲା ଯଶୋବନ୍ତ ଦାସ। ଏରେ ହେଲା ଅଚ୍ୟୁତାନନ୍ଦ ଦାସ। ଆଉ ଗୋଟେ ଯେ ହେଲା ଜଗନ୍ନାଥ ଦାସ ହେଲା। ଡୋଣ୍ଟ କନଫ୍ୟୁଜ ଅନନ୍ତ ଦାସ ଅଚ୍ୟୁତାନନ୍ଦ। ଏ ଫର ଅନନ୍ତ, ଏ ଫର ଅଚ୍ୟୁତାନନ୍ଦ। ଡୋଣ୍ଟ କନଫ୍ୟୁଜ। ଏ ଉପରେ ଆମେ ଗୋଟେ ପଢିଲେ ଅର୍ଜୁନ ଦାସ, ମେ ବି ଦେଇଦବ ଅର୍ଜୁନ ଦାସ, ଆମେ ବଜାଜରୁ ଏ ଅର୍ଜୁନ ଦାସ ଭାବିଦବା। ସେଥିପାଇଁ ବି କ୍ଲିୟର। ଅନନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ବଳରାମ ଦାସ and ଜଗନ୍ନାଥ ଦାସ। ତ ଆମେ ଦେଖିବା ଏମାନଙ୍କର କିଛି କିଛି ଇମ୍ପୋର୍ଟାଣ୍ଟ ବୁକ୍ସ, ଯୋଉଟା କି ଇମ୍ପୋର୍ଟାଣ୍ଟ। ଫାର୍ଷ୍ଟ ଆମେ ବଳରାମ ଦାସଙ୍କର ଦେଖିବା ହେଲା। ବଳରାମ ଦାସଙ୍କର କଣ? ଦାଣ୍ଡି ରାମାୟଣ। ଦାଣ୍ଡି ରାମାୟଣ। ଆଉ ଗୋଟେ ହେଲା ଲକ୍ଷ୍ମୀ ପୁରାଣ। ଆଉ ଗୋଟେ ହେଲା ବ୍ରହ୍ମାଣ୍ଡ ଭୂଗୋଳ। ବ୍ରହ୍ମାଣ୍ଡ ଭୂଗୋଳ ଓକେ। ତାପରେ ଆସିଲା ଅନନ୍ତ ଦାସଙ୍କର। ଅନନ୍ତ ଦାସ କଣ ଲେଖିଥିଲେ ସବୁ? ବୈଷ୍ଣବ ପୁରାଣ, ବୈଷ୍ଣବ ପୁରାଣ, ଆଉ ଗୋଟେ ହେଲେ ଉଡେ ଭାସ୍କର ଓକେ। ଜେରେ ଯଶୋବନ୍ତ ଦାସ। ଯଶୋବନ୍ତ ଦାସ କଣ ଥିଲେ? ମନ୍ତ୍ରବାଳା, ମନ୍ତ୍ରବାଳା। ଆଉ ଗୋଟେ ହେଲା ଟୀକା ଗୋବିନ୍ଦ ଚନ୍ଦ୍ର।
ଗୋଟେ ଧନ ଚୋରି। ଏଗୁଡା ସବୁ ସେତେବେଳର ସୋସିଆଲ ଷ୍ଟାଟସ୍, ସୋସିଓ ଇକୋନୋମିକ ଷ୍ଟାଣ୍ଡାର୍ଡକୁ ନେଇକି ତା ଉପରେ ଷ୍ଟୋରି ବନେଇକି ଲେଖା ହେଇଥିଲା। ଆଇ ହାଭ୍ ରେଡ୍ ଦିସ୍ ବୁକ୍। ମୁଁ ଛୋଟ ଥାଏ, ମୋ ଜେଜେମା ପଢନ୍ତି। ତ ଦିସ୍ ଇଜ ଏ ଭେରି ଲୋମୋ ଟାଙ୍କୁରା ଯୋଉ ଷ୍ଟୋରି, ଟିକା ଗୋବିନ୍ଦ ଚନ୍ଦ୍ର ଯଶୋବନ୍ତ ଦାସ ଲେଖିଛନ୍ତି। ତାପରେ ହେଲା ଅଚ୍ୟୁତାନନ୍ଦ ଦାସ, ହେଲା ସେ କଣ ଲେଖିଛନ୍ତି? ହରିବଂଶ, ହରିବଂଶ ତତ୍ତ୍ୱବୋଧ, ତତ୍ତ୍ୱବୋଧ। ଆଉ ହେଲା ଶୂନ୍ୟ ସିଦ୍ଧାନ୍ତ, ମାନେ ଜିରୋ ଜିରୋ, ଶୂନ୍ୟ, ନଟ୍ ସୂର୍ଯ୍ୟ ସିଦ୍ଧାନ୍ତ, ଦିସ୍ ଇଜ ଶୂନ୍ୟ ମାନେ ଜିରୋ, ଶୂନ୍ୟ ସିଦ୍ଧାନ୍ତ, ହେଲା। ତାପରେ ଆସିଲା ଜଗନ୍ନାଥ ଦାସ, ଅତି ବଡି ଜଗନ୍ନାଥ ଦାସ ଆମେ ତାଙ୍କୁ କହୁଛେ। ଓଡ଼ିଆ, ଅତି ବଡି ଉପାଧି ମିଳିଛି ତାଙ୍କୁ। ଓଡ଼ିଆ ଭାଗବତ, ଗୁଣ୍ଡିଚା, ବିଜେ, ପ୍ରମୋଦ ଚିନ୍ତାମଣି, ହେଲା। ପ୍ରମୋଦ ଚିନ୍ତା, କୌତୁକ ଚିନ୍ତାମଣି, ମୁକ୍ତି ଚିନ୍ତାମଣି, ସ୍ତୁତି ଚିନ୍ତାମଣି, ପ୍ରମୋଦ ଚିନ୍ତାମଣି। ମନେ ରଖିବ କିଏ କୋଉଟା ଲେଖିଛନ୍ତି, ଦ୍ୟାଟ୍ସ ଇମ୍ପୋର୍ଟାଣ୍ଟ। ତାପରେ ପଞ୍ଚସଖା ପଳେଇଲା। ତାପରେ ଆଉ ଜଣେ ଆସିଲେ ଚୈତନ୍ୟ। ଆଉ କିଛି ଇମ୍ପୋର୍ଟାଣ୍ଟ ବୁକ୍ ଅଛି, ଖାଲି ଟିକେ ମନେ ରଖିଥିବା ଇଫ୍ ପସିବଲ। ବିଷ୍ଣୁ ଗର୍ଭ ପୁରାଣ, ହେଲା। ବିଷ୍ଣୁ ଗର୍ଭ ପୁରାଣ କିଏ ଲେଖିଥିଲେ? ଚୈତନ୍ୟ ଦାସ। ଆଉ ଗୋଟେ ଲେଖା ହେଇଥିଲା ମହାଭାବ, ମହାଭାବ ପ୍ରକାଶ, ବାଏ କହ୍ନେଇ ଖୁଣ୍ଟିଆ, ହେଲା। ମହାଭାବ ପ୍ରକାଶ ପ୍ଲସ୍ ଆଉ କଣ? ଚୈତନ୍ୟ ବିଳାସ, ଚୈତନ୍ୟ ବିଳାସ, ଏଟା ସବୁ କହ୍ନେଇ ଖୁଣ୍ଟିଆ ସେ ଲେଖିଥିଲେ। ତାପରେ କଳାବତୀ, କଳାବତୀ କିଏ ଲେଖିଥିଲେ? ପାର୍ଥ ଶ୍ରୀ ଚନ୍ଦ୍ର। ତାପରେ ଆଉ ଗୋଟେ ହେଲା ଚାଟ ଇଚ୍ଛାବତୀ, ଚାଟ ଇଚ୍ଛାବତୀ କିଏ ଲେଖିଥିଲେ? ବନମାଳୀ ଦାସ। ତାପରେ ପୁରୁଷୋତ୍ତମ ଦାସ, ତ ପୁରୁଷୋତ୍ତମ ଦାସ ଏଇଠି ଇମ୍ପୋର୍ଟାଣ୍ଟ ମନେ ରଖିବ। ପୁରୁଷୋତ୍ତମ ଦେବ ଅଲଗା ଲେଖିଥିଲେ, ପୁରୁଷୋତ୍ତମ ଦାସ ଅଲଗା ଲେଖିଥିଲେ। ଏଇଠି ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ହେଲା କାଞ୍ଚି କାବେରୀ ଲେଖେଇଥିଲେ। ୱାଲ୍ ଅଫ୍ ଜଗନ୍ନାଥ ଟେମ୍ପଲ ର କାନ୍ଥରେ ସବୁ ଲେଖେଇଥିଲେ କିଏ? ନିହାତି ରାଜା ଲେଖେଇଥିବେ, ପୁରୁଷୋତ୍ତମ ଦେବ। କାଞ୍ଚି କାବେରୀ ଷ୍ଟୋରି କଥା ଲେଖିଥିଲେ, କିନ୍ତୁ କାଞ୍ଚି କାବେରୀ ଆଜ୍ ଏ ବୁକ୍ କିଏ ଲେଖିଥିଲେ? ବାଇ ପୁରୁଷୋତ୍ତମ ଦାସ, ପୁରୁଷୋତ୍ତମ ଦାସ। ଏଇଟାକୁ ମନେ ରଖିବ, ପୁରୁଷୋତ୍ତମ ଦେବ ଲେଖା ହେଇଥିଲେ କନଫ୍ୟୁଜ ହବ ନାହିଁ। ଦିସ୍ ଆର୍ ଦ ଇମ୍ପୋର୍ଟାଣ୍ଟ ବୁକ୍ସ ଯୋଉଟା କି ସେଇ ଟାଇମରେ ଲେଖା ହେଇଥିଲା। ତ ଏଗୁଡାକୁ ମନେ ରଖିବ, ନୋଟ୍ସ କରିକି ଗୋଟେ ଜାଗାରେ ରଖିବ, ଛୋଟ ଲିଷ୍ଟ ଗୋଟେ କରିକି ରଖିବ। ଯେତେବେଳେ ରିଭିଜନ କରିବା କଥା, ଏଗୁଡ଼ା ବାରମ୍ବାର ରିଭିଜନ ନ କଲେ ଆମେ ଏଇ ନାଁ ଗୁଡାକ ଭୁଲିଯିବା। ଓକେ, ତ ଦିସ୍ ଇଜ ଅଲ୍ ଅବାଉଟ୍ ସୂର୍ଯ୍ୟବଂଶୀ ଅର ଗଜପତି ଡାଇନେଷ୍ଟି। ୟା ପରେ ଆମେ ଦେଖିବା ଗଜପତି ଡାଇନେଷ୍ଟିରୁ କେମିତି ପାୱାର ସିଫ୍ଟ ହେଇ ଯାଇକି ବ୍ରିଟିଶ ପାଖକୁ ଗଲା। ନେକ୍ସଟ କ୍ଲାସରେ ଆମେ ସେଇଟା ଦେଖିବା।